ମୁଁ ଦଶମରେ 499 ରଖି ଆମ ପଞ୍ଚକୁଳି ସୋମନାଥ ବିଦ୍ୟାଳୟରୁ ଆସିଯାଇଛି ଏବଂ ଏବେ +2 ଗାନ୍ଧୀ ମହାବିଦ୍ୟାଳୟରେ ପଢ଼ି ମୋର 554 ମାର୍କ ରହିଅଛି ଏବଂ ମୋର ଶିକ୍ଷୟିତ୍ରୀ ମାନେ ମୋତେ ବହୁତ ସହାୟତା କରିଛନ୍ତି ପାଠ ପଢ଼ିବା ପାଇଁ। ଏଠାରେ ସକାଳ 6ରୁ ରାତି 12 ଯାଏଁ ପାଠ ପଢ଼ା ହୁଏ ଏବଂ ଶାନ୍ତି ଶୃଙ୍ଖଳା ବି ଶିଖାଯାଏ। ଆମକୁ ଡିସିପ୍ଲିନ୍ ପୁରା ଭଲସେ ଶିଖାଯାଏ। ସବୁ କାର୍ଯ୍ୟକ୍ରମ ପୁରା ବଢ଼ିଆ हुए। ଆମକୁ ବହୁତ ଶାନ୍ତି ଶୃଙ୍ଖଳାରେ ବହୁତ ସେଫ୍ଟି ସହିତ ରଖନ୍ତି ଆମ ୱାର୍ଡେନ୍ ମାନେ, ଆମର ଟିଚର୍ସ ମାନେ, ଆମ ଡାଇରେକ୍ଟର ସାର୍, ପ୍ରିନ୍ସିପାଲ ସାର୍ ବହୁତ ଭଲ। ସେମାନେ ଆମକୁ ସବୁବେଳେ କେମିତି ଆଗକୁ ଭଲସେ ପଢ଼ିବୁ ସେଇ ବିଷୟରେ ସବୁ ସୂଚନା ଦିଅନ୍ତି ଏବଂ ମୁଁ ମୋର ଛୋଟ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି ଆପଣମାନେ ବି ଆମ ଗାନ୍ଧୀ ବିଦ୍ୟାଳୟରେ ପଢ଼ନ୍ତୁ ଏବଂ ଭଲ ଭଲ ମାର୍କ ରଖି ଆମ ଗାନ୍ଧୀ ବିଦ୍ୟାଳୟକୁ ଗୌରବାନ୍ୱିତ କରନ୍ତୁ। ଭୀମସେନ ସାମଲ ସିଂହାର। ମୁଁ ଭୀମସେନ ସାମଲ ସିଂହାର ଗାନ୍ଧୀ ମହାବିଦ୍ୟାଳୟରେ ମୋ ଝିଅ କାଜଲ ସାମଲ ସିଂହାର ଅଧ୍ୟୟନ କରୁଥିଲା। ସେ ବର୍ତ୍ତମାନ ଏଠି 544 ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛି। ଏ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକାମାନଙ୍କୁ ମୁଁ ଶ୍ରେୟ ଦେବି। ସେମାନଙ୍କର ସୁନ୍ଦର ପାଠପଢ଼ା ଶୈଳୀ ଓ ଶାନ୍ତି ଡିସିପ୍ଲିନ୍ ଆଉ ପିଲାମାନଙ୍କୁ ଆଟେଣ୍ଡାଣ୍ଟ ମାନେ କୋପରେଟ୍ ସବୁର ସହଯୋଗରେ ପିଲାଟି ମୋର ଭଲ ଉତ୍ତୀର୍ଣ୍ଣ ହୋଇଛି। ଏବଂ ଏଠି ମୁଁ ଏ ଅନୁସାରେ ଯେଉଁ ଆମର ନିରଞ୍ଜନ ସାର୍ଙ୍କ ତତ୍ତ୍ୱାବଧାନରେ ମୋ ପିଲାଟିକୁ ଛାଡ଼ିଦେଲି। ଯାହା ହଉ ଆପ୍ରାଣ ଚେଷ୍ଟାରେ ପିଲାଟି ମୋର ଭଲ କରୁଛୁ। ମୁଁ ଏଠି ସମସ୍ତ ମହାବିଦ୍ୟାଳୟର ସମସ୍ତ ଗୁରୁଜନ ଗୁରୁ ଆଉ ଅଧ୍ୟାପକମାନଙ୍କୁ ନମସ୍ୟ। ମୁଁ ଆଶା କରେ ଆଗକୁ ପିଲାମାନେ ଆସି ଏଠି ପଢ଼ନ୍ତୁ ଏବଂ ଏଠୁ ସଫଳତା ନେଇ ଯାଆନ୍ତୁ। ମୋ ପୂର୍ବର ବାପା ଲଳିତ ନାୟକ, ଆମ ଘର ଜଗତସିଂହପୁର। ପ୍ରଥମେ ଆମ ସୁମି ସାର୍ ସହିତ ଭେଟ ହେଇଥିଲେ। ସେ ବି ବହୁତ କଲେଜ ବୁଲିଥିଲୁ। ପୂର୍ବରୁ ନିହାତି 10 କଲେଜ ମୁଁ ବୁଲିଛି। ସୁମି ସାର୍ ତାପରେ ମୋତେ ଭେଟିଲେ, ଆଉ ଟିକେ ସାର୍ ଆପଣ ଟିକେ ଯାଇକି ଆମ କଲେଜ ଟିକେ ଭେଟିକି ଆସନ୍ତୁ, କେମିତି ଆପଣ ସେଠି ଶିକ୍ଷା ଆଡ଼ମିସନ୍ କରନ୍ତୁ ନ କରନ୍ତୁ ସେଥିରେ କିଛି ନାହିଁ, କିନ୍ତୁ ଆପଣ ଟିକେ ଯାଇକି ଦେଖିକି ଆମର ପରିବେଶ ଆମର ପାଠପଢ଼ା କେମିତି ଆପଣ ଟିକେ ଯାଇକି ଦେଖିକି ଆସନ୍ତୁ। ତାର ପାଇଁ କେତେ ଖୁସି ଅଛନ୍ତି କଲେଜ? ନାଇଁ ଆଜ୍ଞା, ମୁଁ ବହୁତ ଖୁସି ଅଛି। ମାନେ ମୋ ଝିଅ ମେଟ୍ରିକରେ 83% ରଖିଥିଲେ, ବର୍ତ୍ତମାନ ଏବେ 91+ ରଖିଛନ୍ତି। ମୁଁ ବହୁତ ଖୁସି। ସେଥିପାଇଁ ସାର୍ଙ୍କ ଆମର ଗୁରୁଜନଙ୍କ ସହିତ ମ୍ୟାଡ଼ାମ୍ ଏବଂ ବିଶେଷ କରି ସୁମି ସାର୍ଙ୍କର ବହୁତ ଆମର ଡାକ୍ତର ବହୁତ ସପୋର୍ଟିଂ କରୁଛନ୍ତି। ଏ କଲେଜରେ ଖାଲି ଶିକ୍ଷାଗତ ନୁହଁ, ସଂସ୍କାର ଏବଂ କେୟାର ବି ବହୁତ ଅଛି। ପିଲା ବହୁତ ଯେଉଁ ପିଲା ଆସି ରହିବେ ତାଙ୍କର ବି ଭବିଷ୍ୟତ ନିଶ୍ଚିତ ଉଜ୍ଜଳ ହେବ। ସେଥିପାଇଁ ମୁଁ ସମସ୍ତ ଅଭିଭାବକ ଏବଂ ମୁଁ ଦଶମରେ 84% ରଖି ପାସ୍ କରିଥିଲି, କିନ୍ତୁ ଏଠାରେ ପଢ଼ି ସାରିଲା ପରେ ମୁଁ ଏଠାରେ 91% ରଖି ଉତ୍ତୀର୍ଣ୍ଣ ହୋଇଛି। ଏସବୁର ସମସ୍ତ ଶ୍ରେୟ ମୁଁ ମୋ ଟିଚର୍ସ ଆଉ ମୋର ପ୍ୟାରେଣ୍ଟସ୍କୁ ଦେବା ପାଇଁ ଚାହୁଁଛି। ସେମାନେ ମୋତେ ସବୁବେଳେ ମୋଟିଭେଟ୍ କରନ୍ତି ଆଉ ମୋର ଟିଚର୍ସ ମାନେ ଅଲୱେଜ୍ ମୋତେ ଗାଇଡ଼ କରନ୍ତି କି ବହୁତ ଆଗକୁ ଯିବା ପାଇଁ। ଆଉ ଏଠାରେ ପାଠପଢ଼ା ସକାଳ 6ରୁ ରାତି 12ଟା ପର୍ଯ୍ୟନ୍ତ ଏଠାରେ ପାଠ ପଢ଼ାଯାଏ। ଏଠାରେ ପାଠ ପଢ଼ିବା ସହିତ ପିଲାମାନେ ଅଧିକ ଶିକ୍ଷା ଓ ଭଲ ସଂସ୍କାର ବି ଦିଆଯାଏ। ଏଠାରେ ଗୋଟେ ପିଲାଟାକୁ ଭଲ ମଣିଷ କରିକି ଗଢ଼ାଯାଏ। ଆଉ ଏଠାରେ ମୁଁ ଅଭିଭାବକମାନଙ୍କୁ କହିବାକୁ ଚାହୁଁଛି କି ପ୍ଲିଜ୍ ଥରେ ଆସି ଏ କଲେଜ ଭିଜିଟ୍ କରନ୍ତୁ ଆଉ ଏ କଲେଜର ଶିକ୍ଷା ଓ ସଂସ୍କାର ବିଷୟରେ ଦେଖନ୍ତୁ। ଆଉ ଆଗକୁ ମୋର ଲକ୍ଷ୍ୟ ରହିଛି, ମୁଁ NEET କୋଚିଂ ନେଉଛି ଆଉ ଗୋଟେ ଡକ୍ଟର ହେଇ ସମସ୍ତଙ୍କର ସେବା କରିବାକୁ ମୋର ଇଚ୍ଛା ଅଛି। ଏ ସଫଳତାର ପଥ ପ୍ରଦର୍ଶକ ମୋର ସୌମ୍ୟ ସାର୍ଙ୍କୁ ମୁଁ ଦେବା ପାଇଁ ଚାହୁଁଛି, ଯିଏକି ମୋତେ କଲେଜ ସହିତ ପରିଚିତ କରେଇଥିଲେ। ଆଉ ତାଙ୍କ ଫଳରେ ତାଙ୍କର ପରିଚିତ ହେବା ଫଳରେ ତାଙ୍କର ପ୍ରତ୍ୟେକ ସାହାଯ୍ୟ ଫଳରେ ମୁଁ ଆଜି ମୋର ପଥରେ ମୋ ମାର୍ଗରେ ମୁଁ ମୋର ଯାହା ଡ୍ରିମ୍ ରଖିଥିଲି ମୋର ଫୁଲଫିଲ୍ ହେଇପାରିଛି। ତ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେବା ପାଇଁ ଚାହୁଁଛି। ଦାମସିକା ବାଲୁଗାଁ ନିକଟବର୍ତ୍ତୀ ଛୋଟ ଗାଁ ଡାଙ୍ଗୁଆ ଘରର ମୋର ଝିଅ କାଜଲ ସାମଲ ସିଂହାର ଗାନ୍ଧୀ ମହାବିଦ୍ୟାଳୟରେ ଅଧ୍ୟୟନ କରି 554 ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛି। ମୁଁ ଏଠାକୁ ନିରଞ୍ଜନ ସାର୍ ଏ କଲେଜର ତାଙ୍କ ସହଯୋଗରେ
ଝିଅକୁ ଛାଡ଼ିଦେଲି। ଯାହା ହଉ ଏଠାକାର ପରିବେଶ, ଏଠାକାର ଅଧ୍ୟାପକମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଆଠିଲାମାନଙ୍କର ସହଯୋଗ ଏ ମୋ ଝିଅଟି ଭଲ ପ୍ରତିକାର୍ଯ୍ୟ କରୁଛି। ମୁଁ ସମସ୍ତ ଆଗାମୀ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଏହି ଗାନ୍ଧୀ ମହାବିଦ୍ୟାଳୟରେ ପିଲାଙ୍କୁ ଛାଡ଼ନ୍ତୁ ଏବଂ ସୁଫଳ ଅର୍ଜନ କରନ୍ତୁ। ମୁଁ ମ୍ୟାଥମେଟିକ୍ସ ରିଡର ଏ ଗାନ୍ଧୀ ସାଇନ୍ସ କଲେଜର। এই কলেজର ସଫଳତା କେମିତି କ'ଣ ରହସ୍ୟ ରହିଛି? ଏ ବର୍ଷ 100% ରେଜଲ୍ଟ ହେଇଛି ଆଉ ସବୁଠୁ ଭଲ ମାର୍କ ଆମ ମ୍ୟାଥରେ ବି ହେଇଛି। ବହୁତ ଜଣ 100ରେ 100 ରଖିଛନ୍ତି ଏବଂ ସବୁ ସବଜେକ୍ଟରେ ବହୁତ ଭଲ ରଖିଛନ୍ତି। ଆଉ 90% ଏଭବ କଲା 35 36 ଯାଇଛନ୍ତି ଆଉ 500 ଏଭବ ବି 80% ପାଖାପାଖି ସବୁ ଯାଇଛନ୍ତି। मोर देन 80 नंबर ଯାଇଛନ୍ତି। ଆଗକୁ ଯୋଉ ପିଲାମାନେ ପଢିବେ ତାକୁ କ'ଣ ଉପଦେଶ ଦେବେ? ଆଗକୁ ଯିଏ ବି ପଢିବ ଇଏ ଏଭଳିଆ ଗୋଟେ ସଂସ୍ଥାରେ ଇଏ ମନ୍ଦିର ଭଳିଆ ଥାଏ ଆଉ ସମସ୍ତଙ୍କୁ ସମ୍ମାନ ଦେଇକିରି ମଧ୍ୟ ଆମେ ଏଠି ପିଲାମାନଙ୍କୁ ବହୁତ ଭଲସେ ପଢୁ ଆଉ ଏଥିରେ କୌଣସି ଅସୁବିଧା ନାହିଁ। ଯିଏ ବି ଆସିବ ଯୋଉ ମୋମେଣ୍ଟରେ ବି ଆସିପାରିବେ। ଏଠି ସବୁ ସାର୍ ମାନେ ପ୍ରିନ୍ସିପାଲଠୁ ଧରିକିରି ଯେତେକ କୋଅର୍ଡିନେଟର ଅଛନ୍ତି ଆମେ ସବୁ ଏକାଠି ସବୁ ପିଲାଙ୍କୁ ଏଭଳିଆ ସାହାଯ୍ୟ କରୁ ଯୋଉଟାକି ପିଲାଙ୍କର କୌଣସି ପ୍ରକାର ଅସୁବିଧା ନାହିଁ। ପିଲାଙ୍କର ପ୍ୟାରେଣ୍ଟକୁ ଏ ବର୍ଷ ପର୍ଯ୍ୟନ୍ତ ପ୍ୟାରେଣ୍ଟମାନଙ୍କୁ ଆମେ ବହୁତ ଧନ୍ୟବାଦ ଦେଉଛନ୍ତି। କାରଣ ସେଇଭଳିଆ ପିଲାମାନଙ୍କୁ ଜନ୍ମ କରୁଛନ୍ତି ଯୋଉଟା ଗୋଟେ ଜୁଏଲ ସେମାନେ। ଆମେ ସେମାନଙ୍କୁ ବି ବହୁତ ପ୍ୟାରେଣ୍ଟମାନଙ୍କୁ ତ ମୁଁ ଆଗ ତାଙ୍କୁ ଧନ୍ୟବାଦ ଦେବି। ଆମେ ତ ସେକେଣ୍ଡାରୀ ପ୍ୟାରେଣ୍ଟ ସେମାନେ ତ ପ୍ରଥମ ପ୍ୟାରେଣ୍ଟ ଆଉ ସେମାନେ ଏଇଭଳିଆ ପିଲାଙ୍କୁ ଜନ୍ମ କରି ଯୋଉଟାକି ଆମ ଭାଗ୍ୟବାନ। ଆମେ ତାପରେ ତାଙ୍କୁ ସଂସ୍କାର ଦେଇକିରି ଏଠୁ ଆମେ ଉନ୍ନତି କରିକି ଛାଡ଼ିବୁ। अभी जे भी आसो तांको ए भलिया भी दिया हबो କିଛି ଅସୁବିଧା ନାହିଁ। ସବୁ ବର୍ଷ ଏ ବର୍ଷ ସବୁଠାରୁ ଅଧିକ ଭଲ ରଖିବେ। এই গান্ধী পব্লিক স্কুল প্রিন্সিপাল अच्छी चलित वर्ष काउंसिल परीक्षा रे এই गांधी विज्ञान महाविद्यालय एक उल्लेखनीय सफलता अर्जन करिछि। टोटाल आमर +2 साइंस रे 346 जन परीक्षा देइथिले। तन्मध्यरु 343 जन फर्स्ट क्लास पाइछन्ति और मु जने रिटायर्ड गवर्नमेंट कॉलेज प्रिंसिपल हिसाब से कहबी गोटे कथा जे ओडिशार अगणित अभिभावक मानकु जदि पिला को विज्ञान पढ़ेबार अच्छी +2 साइंस पढ़ेबार अच्छी पिला को मनीष भली मनीष करिवार अच्छी तेबे गांधी विज्ञान महाविद्यालय रे नाम लेखांतु। गांधी महाविद्यालय को आसंतु। एटिकार शिक्षा संस्कार श्रृंखला को अनुध्यान करंतु। एति मोर अनुरोध ओडिशार अभिभावक मन। सर आज सफलतार आप कौन कहूँ चाहिए? आपंकर 90% मार्क आप 35 स्टूडेंट रखी या विषय कौन कह 15 वर्ष पूर्ति पर ए वर्ष आम महाविद्यालय ऐतिहासिक सृष्टि कर जहाँकि सारा खोर्धा जिला भितर 1 नंबर स्थान अधिकार कर 346 पिला 343 पिला फर्स्ट डिविजन हायर फर्स्ट क्लास पाई 35 जन 90% ऊर्ध रखिंट 102 जन पिला 500 ऊपर रखिंट 142 जन पिला 80% रखिंट। तो ता सहित मु जड़े गवर्नमेंट कॉलेज रिटायर्ड प्रोफेसर उड़िया विभाग मो विभाग 47 जन पिला 100 रु 100 नंबर रखी पास कर जहाँकि गांधी महाविद्यालय एक गौरव कथा एवं एथिपाई आम अनुष्ठान रे अभिज्ञ शिक्षक शिक्षयित्री मानक समस्त श्रेय देवी से प्रचेषा एवं से आप्राण उद्यम जो आम चरम सीमार पहुँची पार। आज दिवस रे मु ओडिशार अगणित अभिभावक मानक मु विनम्र अनुरोध करी आपण जदि चाहूँगी आपण पिला पढ़ाई थरे आसी आम महाविद्यालय रे परिदर्शन करूँ। एठाकर गुणात्मक शिक्षा संस्कार श्रृंखला आज देखी मु गर्वर सह कहबी
इटी एकाधार शिक्षा संस्कार श्रृंखला आध्यात्मिक जो ओडिशा कौन गोटे जगार मिले ना आम एकाधार ये 4टी जिन को पाथ्य करी आज आम लक्ष्य स्थल पहुँची पारिचु चरम सीमार पहुँची पार्छ ओडिशा 1 नंबर कॉलेज रूपे निजको डॉक्टर सुधांशु शेखर महाराणा प्रिंसिपल गांधी साइंस कॉलेज पितापल्ली खोर्धा आज दिन आम बहुत अविस्मरण दिन कहीं चलित युक्त 2 विज्ञान परीक्षा रे आम पिला मानकर सफलता शीर्ष को छुई ए वर्ष 344 पिला एग्जाम अपियर करथिले 343 पिला प्रथम श्रेणी रे उत्तीर्ण करछंती तन्मध्यरु 35 जन 90% एभव मार्क रखिबा सहित 102 जन 500 मार्क ऊपर रखिबा एवं 142 जन 80% एभव मार्क सिक्योर करछंती सबुठु बड़ कथा हला सेति मध्यरु 3 जन पिला मैट्रिक रे 56-57% मात्र रखिले किंतु +2 रे से 92% मार्क रखी आमर विद्यालय महाविद्यालय को गौरवान्वित करिसेंती तेणु मु आपनक चैनल माध्यम रे समस्त अभिभावक मानकु एया निवेदन करी थरे गांधी कॉलेज रो परिवेश को आसिकी देखि जानतु एहार श्रृंखला शिक्षा संस्कार को परखि नियंतु एवं निज पिलार सुनील स्वप्न को साकार करंतु सर्वाधिक मार्क रखिथिबा पिला केते की अछते आमर ओम प्रसाद नायक जी पुरी डिस्ट्रिक्ट रो पिला से सर्वाधिक 97% मार्क रखिकी उत्तीर्ण होइछि डिस्ट्रिक्ट कॉलेज सिमुले पंचायत बोली 10 में 456 संज्ञान के बाद हम साथ गांधी कॉलेज को आसते गांधी कॉलेज एजुकेशन सिस्टम पाठ पढ़ा स्ट्राटेजी और गाइडेंस टीचर गाइडेंस और सपोर्ट पेरेंट्स के सपोर्ट में साइंस स्ट्रीम में 5.680 स्कोर अचीव कर दैट इज इक्वल टू 94.4% प्रथम से आपन धन्यवाद चाहिए कारण से छोटे बड़े सब मत सपोर्ट दिया द्वितीय मुझे श्रेय देना चाहिए कि गांधी समस्त शिक्षक शिक्षक जो शैली मत जहाँफल कि मुझे अचीव कर